ଗତକାଲି 9/6/26 ଦିନ 3ଟାରେ ଆମର ଡେ ପେଟ୍ରୋଲିଂ କମୁନା ପୋଲିସ ଥାନାର ଡେ ପେଟ୍ରୋଲିଂ ଟିମ୍ ଆମର ଏଡିସନାଲ ଆଇଜି ସୁମିତ୍ରା ମଲ୍ଲିକଙ୍କ ନେତୃତ୍ୱରେ ବାହାରିଥିଲା। ପେଟ୍ରୋଲିଂ ସମୟରେ ସେ ଆମର NH 53ର କୃଷ୍ଣା ଛକରେ କିଛି ଜଣ ଲୋକ 3ଟା ମୋଟରସାଇକେଲ ବି ଥିଲା ଆଉ କିଛି ଜଣ ଆମର ବସଷ୍ଟାଣ୍ଡରେ ଭିତରେ ବସିଥିବାର ଦେଖିଲେ। ତାଙ୍କର ସନ୍ଦେହ ହେବାରୁ ପାଖକୁ ଗଲା ବେଳକୁ 3ଟା ମୋଟରସାଇକେଲ 3 ଜଣ ଆମର ସେଇଠୁ ଏସ୍କେପ୍ କରିଗଲେ। ଭିତରକୁ ଯାଇକି ଦେଖିବାରେ ଆମର ସେଇ ଜାଗାରେ 5 ଜଣ ଥିଲେ, ଗୋଟେ ଜଣ ସେଥିରେ ଲେଡିଜ୍ ଅଛନ୍ତି। ସେମାନଙ୍କ ପାଖରେ ଗଞ୍ଜେଇ ମିଳିଲା। ଗଞ୍ଜେଇର ଯେତିକି ପ୍ରୋସିଜିଓର ପାରାଫର୍ନିଆ ମେଣ୍ଟେନ୍ କଲା ପରେ ଆମେ ଗଞ୍ଜେଇ ସେଠୁ ବାହାରିଲା ଆମର 131 କେଜି 60 ଗ୍ରାମ ଆଉ ଗୋଟେ ମୋବାଇଲ ଫୋନ୍ ହେଲା। 5 ଜଣ ଲୋକ ଏଥିରେ ଆରେଷ୍ଟ ହେଇଛନ୍ତି। 2 ଜଣ ବାହାର ଷ୍ଟେଟରୁ ଅଛନ୍ତି। ଆଉ ଜଣେ କିଙ୍ଗପିନ୍ ଯିଏ ପଠେଇଥିଲା ଗଞ୍ଜେଇ ଧରିବାକୁ ଆମର ଗଞ୍ଜେଇ ନେବାକୁ ତାକୁ ତା ନାଁରେ ମଧ୍ୟ କେସ୍ ହେଇଛି। ଆମେ ସେଇ 3 ଜଣ ଯୋଉ ରନିଂ ଅଛନ୍ତି ଆଉ ଯିଏ ଇନଭଲ୍ଭ ଅଛନ୍ତି ଆମେ ତୁରନ୍ତ ଗିରଫ କରିବୁ। ଇନଭେଷ୍ଟିଗେସନ ଚାଲୁ ଅଛି। ଏଇ କେସ୍ରେ ଆହୁରି ଯେତିକି ଲୋକ ସଂଶ୍ଳିଷ୍ଟ ଅଛନ୍ତି ଗଞ୍ଜେଇ ମାମଲାରେ ଆମେ ସମସ୍ତଙ୍କୁ ଇନଭେଷ୍ଟିଗେସନ ଅଫିସର ଆଣିକି ସେମାନଙ୍କୁ ଏଇ କେସ୍ରେ ଇନଭଲ୍ଭ କରିକି ଗିରଫ କରିବୁ।